শরণাগত দিনাথ পরিত্রাণ পরায়ণে সর্বসাতে হরে দেবী মা শারদে দেবী নমস্তুতি। জয় মা শারଳା। আজিକାର নীତିବାଣୀ ଆରମ୍ଭ କରିବା ପୂର୍ବରୁ ମୋର ଇଏ ପରିଚୟ ଉପରେ ଜାଣି ରଖିଥାନ୍ତୁ। ମୁଁ ହେଉଛି ଜଣେ ସାଧାରଣ ଫିଲୋସଫର ପ୍ରବଚକ ସୁରେଶ ମାହାଳି। କେବଳ ଇଏ ସମାଜର ଇଏ ମଙ୍ଗଳ ପାଇଁ ଆମେ ଏ ଭିଡ଼ିଓକୁ ଇଏ ସେୟାର କରୁଛୁ। ଯଦି ମୋର ଏ ନୀତିବାଣୀ ଆପଣମାନଙ୍କୁ ଭଲ ଲାଗୁଥିବ ଆପଣମାନେ ଗୋଟିଏ ଲାଇକ୍ କରି ସବସ୍କ୍ରାଇବ କରିଦିଅନ୍ତୁ। ଅନ୍ୟମାନଙ୍କୁ ସେୟାର କଲେ ଇଏ ସମାଜର ମଙ୍ଗଳ ହେବ। ଆସନ୍ତୁ ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ସୁନ୍ଦର କଥାଟିଏ। ମଣିଷ ଜୀବନରେ ଆଜ୍ଞା ଅନେକ ପାପ କରି ଚାଲେ। କେଉଁ ପାପକୁ ଧରାଯାଏ, କେଉଁ ପାପ ବି ଇଏ ଧରାଯାଏନି। ଆପଣ ମାନେ ବାଟ ଚାଲୁଛନ୍ତି, ହଜାର ଇଏ କୀଟ ପତଙ୍ଗ ମଧ୍ୟ ଆମେ ପାଦ ତଳେ ଇଏ ଚାପିକି ମାରି ଦଉଛେ। ଚୁଲି ଦିହରେ ଘଷି ଖଣ୍ଡେ ଯଦି ବି ଆମେ ଇଏ ପକେଇ ଦଉଛେ, ସେ ଘଷି ଭିତରେ ଅନେକ ଉଇ ଥାଏ, ସେମାନେ ବି ମରୁଛନ୍ତି। କିନ୍ତୁ ଯଦି ଗୋହତ୍ୟା, ବ୍ରହ୍ମହତ୍ୟା, ସ୍ତ୍ରୀ ହତ୍ୟା, ବ୍ରହ୍ମସ୍ୟା ହତ୍ୟା ଆଜି ଆମେ କରୁଛେ, ଗଙ୍ଗାକୁ ଯାଉଛେ, ସ୍ନାନ କରୁଛେ, ମୁକ୍ତି ମଣ୍ଡପରେ 10ଟା ବ୍ରାହ୍ମଣକୁ ଇଏ ଖାଇବାକୁ ଦଉଛେ, କେବଳ ଇଏ ପାପ ଛଡ଼େଇବା ପାଇଁ। କିନ୍ତୁ ଇଏ ଯେତେ ପାପ ଅଛି ଆଜ୍ଞା, ସବୁଠାରୁ ମନ ମଧ୍ୟରେ ଯେଉଁ ପାପଟି କରାଯାଏ ସେ ହେଉଛି ସବୁଠାରୁ ଇଏ ବଡ଼ ପାପ। ଦିନେ ଜାଗର ଅମାବାସ୍ୟା ରାତ୍ରି ହେଇଛି। ସେଦିନ ଶିବ ମନ୍ଦିର ଭାରି ଭିଡ଼। ଜାଗର ଅମାବାସ୍ୟା ରାତ୍ରିରେ ଉଜାଗର ରାତ୍ରି, ସମସ୍ତେ ଉଜାଗର ରୁହନ୍ତି। ଦୁଇଟି ସାଙ୍ଗ ବାହାରିଲେ ଶିବ ମନ୍ଦିରକୁ। ଚାଲି ଚାଲି ଯିବା ଅବସ୍ଥାରେ ଝିପି ଝିପି ବର୍ଷା ହେଉଥାଏ। ସେଇ ବର୍ଷା ଦେହରେ ଏ ଦୁଇଟି ସାଙ୍ଗ ଚାଲିଛନ୍ତି ଶିବ ମନ୍ଦିରକୁ। ବାଟରେ ଦେଖିଲେ ଗୋଟିଏ ବେଶ୍ୟାର ଘର। ଗୋଟିଏ ସାଙ୍ଗ କହିଲା, ଆରେ ସାଙ୍ଗ, ମୁଁ ଆଉ ଯିବିନି, ମୁଁ ଶିବ ମନ୍ଦିରକୁ ଆଉ ଯିବିନି, ମୁଁ ଯାଉଛି ଏଇ ବେଶ୍ୟା ଘରେ ଆଜି ଏ ରାତିଟା କଟେଇ ଦେବି। ଏ ଯୋଉ ଝିପି ଝିପି ବର୍ଷା ଏବଂ ସୁଲୁସୁଲୁ ପବନ ଆସୁଛି, ବେଶ୍ୟା ଘରେ ମୁଁ ଆଜି ସୁଖରେ ଟିକେ ଆନନ୍ଦରେ ଏ ରାତ୍ରିଟା ବିତେଇ ଦେବି। ଅନ୍ୟ ସାଙ୍ଗଟି କହିଲା, ତୁ ପଛେ ବେଶ୍ୟା ଘରେ ରହିଯା, କିନ୍ତୁ ମୁଁ ମୋର ଶିବ ମନ୍ଦିରକୁ ଯିବି। ଗୋଟିଏ ସାଙ୍ଗ ଚାଲିଗଲା ଶିବ ମନ୍ଦିରକୁ, ଆଉ ଗୋଟିଏ ସାଙ୍ଗ ରହିଗଲା ଇଏ ବେଶ୍ୟା ଘରେ। ଶିବ ମନ୍ଦିରରେ ଯୋଉ ସାଙ୍ଗଟି ପହଞ୍ଚିଲା, ଦେଖିଲା ଶିବ ମନ୍ଦିରରେ ଅନେକ ଇଏ ଦୀପ ଜଳୁଛି, ଭକ୍ତମାନେ ସବୁ ଉଜାଗର ହେଇକି ବସିଛନ୍ତି। କିନ୍ତୁ ଆ ମନ ମଧ୍ୟରେ ଉଙ୍କି ମାରୁଥାଏ, ମୋ ସାଙ୍ଗଟି ଯାହା ହଉ ବହୁତ ଆନନ୍ଦ ପାଉଥିବ ଇଏ ବେଶ୍ୟା ସାଙ୍ଗରେ। ବେଶ୍ୟା କେତେ ସୁନ୍ଦରୀ, ତା ଆଖି ଉପରେ ଇଏ ନାଚି ଉଠୁଥାଏ। ଯଦି ଆଜି ସେଇ ବେଶ୍ୟା ଘରେ ଥାଆନ୍ତି, ଆଜି ମୁଁ ବି ଟିକେ ସୁଖ ପାଉଥାନ୍ତି। କିନ୍ତୁ ଏଠି ଉଜାଗର କେତେ ସମୟ ରହିବି? ବେଶ୍ୟା ପାଖରେ ଯଦି ମୁଁ ଉଜାଗର ରହିଥିଲେ ଟିକେ ହେଲେ ସୁଖ ପାଇପାରିଥାନ୍ତି। ଏଠି ସୁଖ କିଛି ଇଏ ପାଇପାରୁନି। ଏଇ କଥା ମନ ମଧ୍ୟରେ ଶିବ ମନ୍ଦିର ଭିତରେ ବସିକିନା ଇଏ ଚିନ୍ତା କରୁଥାଏ। ଯେଉଁ ସାଙ୍ଗଟି ବେଶ୍ୟା ଘରେ ଥିଲା, ଯେତେବେଳେ ବେଶ୍ୟା ତାକୁ ସୁଖ ଦେଇ ସାରିଲା, ସିଏ ମନେ ମନେ ଇଏ ଚିନ୍ତା କରୁଥାଏ, ମୁଁ ଯଦି ଶିବ ମନ୍ଦିରକୁ ଯାଇଥାନ୍ତି, କେତେ ଭକ୍ତମାନଙ୍କୁ ଇଏ ଦର୍ଶନ କରିଥାନ୍ତି, ଶଙ୍କର ଭଗବାନଙ୍କ ଉପରେ ବେଲପତ୍ର ଚଢ଼େଇଥାନ୍ତି ଏବଂ ଦୀପଟିଏ ଜାଳିଥାନ୍ତି। ସେଠି ସଂକୀର୍ତ୍ତନ ହେଉଥିବ, ବ୍ରାହ୍ମଣ ମାନେ ପଞ୍ଚାକ୍ଷର ମନ୍ତ୍ର ଇଏ ଗାନ କରୁଥିବେ,
किंतु मु रहीगली भूल करदेली जदि शिव मंदिर को मु जाइतांती सेठी बहुत आनंद पाई थांती ता मन मध्य केवल शिवंकर मूर्ति ए नाची उठिला दुई सांग घर को आसिले किछि दिन बीती जाइछि एई दुई सांग गोटे दिन करे मृत्युवरण कले जमपुर रे पहुंचिले जमराजा कहला हे चित्रगुप्त एमानकर पांजी देखि कुओ ये पाप केते पुण्य केते सेठी चित्रगुप्त पांजी देखि कहला जो सांगटी बेश्या घरे थिला चित्रगुप्त कहला हे महाराज ये लोकटी जागर अमावास्या रात्रि दिन शिवरात्रि दिन ये बेश्या घरे थिला जमराजा कहले 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 एत बड़ दिन रे बेश्या घरे रही गला ना नहीं प्रभु ये पुण्य कला ना कौन पुण्य करछि ना सेदिन ता मन मध्य शिवंकर मूर्ति ता मन मध्य ये नाची उठुता है एवं भक्त मानकर गहल चहल संकीर्तन से मन मध्य सबु किछि ये दर्शन करुता है ता मन मध्य सबु किछि से ये देखि पारिछि ये जो सांगटी शिव मंदिर को जाइतिला किंतु ये मन मध्य बेश्यार रूप को ये दर्शन करता है किभली भाव में बेश्याठारू सुख भोग मु पाइबी केवल तार मन मध्य से चिंता करुला जमराजा कहले कहले जी जाइतिला शिव मंदिर को सी यही नरकपुर जमपुर रे नरक कुंड रे पड़िबो आउ जी बेश्या घर को जाइतिला सी जीव शिवपुरी की किंतु आजिकार नीतिबाणी रे आमे यही शिक्षा लाभ करिबा सबुठारु बड़ पाप होउची मन मध्य पाप द्रौपदी माँ केवल मन मध्य कर्णु को ये भल पाई जाइतिले सेति पई तांको अधा स्वर्ग रे रहिबा को पड़ीगला स्वर्गगामी होई पारि नथिले मन मध्य जो माने ये पाप करती से अनेक दंड भोगिया को पड़े आउ मन मध्य जो माने ये पुण्य करिसंती ताकू कोंती मनन पूजा मो मन मध्य मो भगवान को स्नान करई दउची मो मन मध्य मो भगवान को खीरी खोई दउची मो मन मध्य आज भगवान को नुआ वस्त्र पिंधौची ए मनन पूजा ठारू पूजा भी आउ बड़ नाई पुण्य ठारू आउ आठारू बड़ किछि नाई तेणु आजिकार नीतिबाणी की मोर जदि श्रवण करितिबे आपनक जीवन धन्य हो जिवो वैकुंठपुर लाभ करिवे आजिकार अनुचिंता ठाकुर घर कबाटटी सदाबले फालिकिया रखिबे जोड़ी कबाट रखिबेनी ठाकुर घर कबाट सदाबले गोटे फालिकिया कबाट रखिले शुभदायक एतिकी कही मोर नीतिबाणी अनुचिंता को परिसमाप्त करुच्ची ये प्रणाम जय जगन्नाथ।